ଆରେ ଯିଏ ପର କଥା ଶୁଣୁଛି ସିଏ କଣ ଯୁଦ୍ଧ କରିବ? ଯୁଦ୍ଧ କରିଥିଲା କଂଗ୍ରେସ ସରକାରର ଇନ୍ଦିରା ଗାନ୍ଧୀ, ସିଏ ଯୁଦ୍ଧ କରିକି ଦେଖେଇଥିଲା। ଆଉ ଆମ ଭାରତର ବୀର ଯବାନ ମାନେ ପାକିସ୍ତାନକୁ ସେତେବେଳେ ଏମିତି ଉଚ୍ଚ ଶିକ୍ଷା ଦେଇଥିଲେ ତାଙ୍କ ଜୀବନରେ ଏପର୍ଯ୍ୟନ୍ତ ଭୁଲି ପାରିନାହାନ୍ତି। ଆମ ଭାରତର ବୀର ଯବାନ ମାନେ ଦେଖାଇ ଦେଇଥିଲେ ଅସଲ ଯୁଦ୍ଧଟା କଣ, ଯୁଦ୍ଧ କାହାକୁ କୁହାଯାଏ। ସେଇ ପାକିସ୍ତାନ ସୈନିକ ମାନେ ତାଙ୍କର ଅସ୍ତ୍ରଶସ୍ତ୍ର ତଳକୁ ପକାଇ ପ୍ୟାଣ୍ଟ ଖୋଲିବା ପାଇଁ ବାଧ୍ୟ ହୋଇଯାଇଥିଲେ। ମୁଁ ତୋର ଜବାବ ଦେଇଥିଲା ଏଇ ଭାରତର ବୀର ଯବାନ ମାନେ। ଇନ୍ଦିରା ଗାନ୍ଧୀ କରିକି ଦେଖାଇଥିଲା, ଆଉ ପାକିସ୍ତାନକୁ 2 ଫାଳ ବି ମଧ୍ୟ କରିକି ଦେଖାଇ ଦେଇଥିଲା। ଆଉ ଇଏ ପର କଥାରେ ଶୁଣୁଛି, ସିଏ କଣ ଯୁଦ୍ଧ କରିବ? ଖାଲି ସେତିକି ନୁହେଁ, ସେହି ଇନ୍ଦିରା ଗାନ୍ଧୀ ଆମେରିକାକୁ ସିଧା ସିଧା କହିଦେଇଥିଲା ତୁମ ଆମ ଭାରତ ଭିତରେ ମୁଣ୍ଡ ପୁରାଓନି, ଆମ ଭାରତ ଭିତରେ ହସ୍ତକ୍ଷେପ କରନି। ଆମ ଭାରତକୁ କେମିତି ସୁରକ୍ଷିତ ରଖାଯାଏ ଆମକୁ ଭଲ ଭାବରେ ଜଣା। I believe that it is not the task of any one country to say to another what they should do, even if it is a question of helping. It is my duty to put the situation in my country and its neighborhood, to give my assessment of the situation to the leaders of the countries I visit. It is for them then, with their own assessment and what they hear from me, to make up their minds what they think about it and what they should do about it.